ओडिशा निजुक्तिर समस्तଙ୍କୁ स्वागत। ଏହି ଚ୍ୟାନେଲରେ ପ୍ରତିଦିନ ନିଯୁକ୍ତି ଖବର ବିଷୟରେ ଦେଖିପାରିବେ। ତେଣୁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ କରନ୍ତୁ। ତେବେ ଚାଲନ୍ତୁ ଜାଣିବା ଆଜିକା ନିଯୁକ୍ତି ଖବର ବିଷୟରେ। ଯେମିତିକି ଦେଖିପାରୁଥିବେ SBI ରିକ୍ରୁଟମେଣ୍ଟ 2025 ଆସିଯାଇଛି। ଅର୍ଗାନାଇଜେସନ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରହିଛି। ଟାଇପ୍ ଅଫ୍ ଜବ୍ ପର୍ମାନେଣ୍ଟ ରହିଛି। କ୍ୟାଟେଗୋରୀ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଜବ୍ ରହିଛି। ନେମ୍ ଅଫ୍ ଦି ପୋଷ୍ଟ ଭାରିୟସ୍ ପୋଷ୍ଟ ରହିଛି। ଆପ୍ଲିକେସନ ମୋଡ୍ ଅନଲାଇନ୍ ରହିଛି। ଏହା ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ ଆପ୍ଲାଏ କରିପାରିବେ। ପ୍ଲେସ୍ ଅଫ୍ ପୋଷ୍ଟିଂ ଏକ୍ରସ୍ ଇଣ୍ଡିଆ ରହିଛି। ହେଇପାରେ ଓଡ଼ିଶାରେ ମଧ୍ୟ ପୋଷ୍ଟିଂ ପାଇପାରିବେ। ଲାଷ୍ଟ ଡେଟ୍ ନୋଟିଫାଏ ସୁନ୍ ରହିଛି। ଲାଷ୍ଟ ଡେଟ୍ କିଛି ଆସିନାହିଁ। ଜେଣ୍ଡର ଦେଖିବାକୁ ଗଲେ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ରହିଛି। ଏଜୁକେସନ କ୍ୱାଲିଫିକେସନ ଦେଖିବାକୁ ଗଲେ ଯେକୌଣସି ଗ୍ରାଜୁଏଟ୍ ପାସ୍ ରହିଛି। ଏଜ୍ ଲିମିଟ୍ ଦେଖିବାକୁ ଗଲେ ମିନିମମ୍ ଏଜ୍ 21 ବର୍ଷ, ମ୍ୟାକ୍ସିମମ୍ ଏଜ୍ 45 ବର୍ଷ। ଏଜ୍ ରିଲାକ୍ସେସନ ଦେଖିବାକୁ ଗଲେ OBC ଷ୍ଟୁଡେଣ୍ଟମାନଙ୍କର 3 ବର୍ଷ ରହିଛି। ST SC PWD ମାନଙ୍କୁ 5 ବର୍ଷ ରହିଛି। ଏକ୍ସ ସର୍ଭିସମ୍ୟାନ୍ ମାନଙ୍କର 5 ବର୍ଷ ରହିଛି। PWD ପ୍ଲସ୍ SST ମାନଙ୍କର 15 ବର୍ଷ ରହିଛି। ସାଲାରୀ ଦେଖିବାକୁ ଗଲେ 20,000 ରୁ 75,000 ରହିଛି ପ୍ଲସ୍ ଅଦର ଆଲାଉନାନ୍ସ ରହିଛି। ସିଲେକ୍ସନ ପ୍ରୋସେସ୍ ଦେଖିବାକୁ ଗଲେ ଆପଣଙ୍କର କ୍ୱାଲିଫିକେସନ ଏବଂ ଏକ୍ସପିରିଏନ୍ସ ନେଇ ସର୍ଟ ଲିଷ୍ଟିଂ ହେବ। ତାପରେ ଆପଣଙ୍କୁ ଇଣ୍ଟରଭ୍ୟୁ ପାଇଁ ଡାକାଯିବ। ଇଣ୍ଟରଭ୍ୟୁରେ ଆପଣଙ୍କର 100 ମାର୍କ ରହିଛି। ତାପରେ ଆପଣଙ୍କର ଡକୁମେଣ୍ଟ ଭେରିଫିକେସନ ମଧ୍ୟ ରହିଛି। ଆପ୍ଲିକେସନ ଫି ଦେଖିବାକୁ ଗଲେ ଜେନେରାଲ ମାନଙ୍କର 750 ଟଙ୍କା ରହିଛି। EWS ମାନଙ୍କର 750 ଟଙ୍କା, OBC ମାନଙ୍କର 750 ଟଙ୍କା, PWD କ୍ୟାଣ୍ଡିଡେଟ୍ ମାନଙ୍କର ଫ୍ରି ରହିଛି। SST ମାନଙ୍କର ମଧ୍ୟ ଫ୍ରି ରହିଛି। ଡକୁମେଣ୍ଟ ଦେଖିବାକୁ ଗଲେ ସମସ୍ତ କ୍ୱାଲିଫିକେସନ ସାର୍ଟିଫିକେଟ୍ ରହିଛି। ରିସେଣ୍ଟ କଲର ପାସପୋର୍ଟ ସାଇଜ ଫଟୋ ରହିଛି। ଇପେନି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ରହିଛି। ଆଇଡେଣ୍ଟି କାର୍ଡ ରହିଛି। ଆଇଡେଣ୍ଟି କାର୍ଡରେ ଆପଣଙ୍କର ଆଧାର କାର୍ଡ ଦେଇପାରିବେ। ତାପରେ ଭ୍ୟାଲିଡ୍ ଇମେଲ୍ ଆଇଡି ଏବଂ ମୋବାଇଲ ନମ୍ବର ମଧ୍ୟ ରହିଛି। ଆପ୍ଲାଏ ଷ୍ଟାର୍ଟ ଡେଟ୍ ଅଲରେଡି ଷ୍ଟାର୍ଟ ହେଇସାରିଛି। ଆପ୍ଲାଏ ଲାଷ୍ଟ ଡେଟ୍ ନୋଟିଫାଏ ସୁନ୍ ରହିଛି। ଯେଉଁମାନେ ଏହି ପୋଷ୍ଟରେ ଆବେଦନ କରିବାକୁ ଚାହୁଁଛନ୍ତି sbilife.co.in ସାଇଟ୍ରେ ଆବେଦନ କରିପାରିବେ କିମ୍ବା ଆପଣଙ୍କର ଆଉ ଗୋଟେ ସାଇଟ୍ ରହିଛି recruitment.bank.sbi ସାଇଟ୍ରେ ଯାଇ ଆବେଦନ କରିପାରିବେ।